সেটা আমি ଜାଣିନୁ କିନ୍ତୁ ତାଙ୍କ ସାଙ୍ଗରେ ଜଣେ ଓଲ୍ଡ ଏଜ୍ ଲେଡିଜ୍ ଥିଲେ। ସେ ବହୁତ ଅଳ୍ପ ସମୟ ରୁମ୍‌ରେ ରହୁଥିଲେ। ସେ ରୁମ୍‌ରେ ରହି ଜଷ୍ଟ ଫ୍ରେଶ୍ ଫ୍ରାଶ୍ ହେଇକି ବାହାରକୁ ପଳଉଥିଲେ। ଜ୍ୟୋତି ମାଲହୋତ୍ରା ନାମକ ଏକ ଲେଡିଜ୍ ସେ ଆମର ଅନଲାଇନ୍ ପୋର୍ଟାଲ ହେଉଛି yatraଧାମ.org ତାଙ୍କ ଥ୍ରୁରେ ସେ ବୁକ୍ କରିଥିଲେ। ଆଉ ସେପ୍ଟେମ୍ବର 21 ତାରିଖରେ ସେ ଆସିଥିଲେ। ସେପ୍ଟେମ୍ବର 22 ତାରିଖ ସନ୍ଧ୍ୟା ବେଳେ ସେ ଚେକ୍ ଆଉଟ୍ କରିଦେଇଥିଲେ। ତାମାନେ କହିବାକୁ ଗଲେ 2 ଦିନ ସେ ରହିଥିଲେ। 2 ଦିନ। ତ ହୋଟେଲରେ ଥିଲା ଭିତରେ ତାଙ୍କୁ କିଏ ବାହାର ଲୋକ ଆସୁଥିଲେ ମିଶିବା ପାଇଁ, ସେମିତି କିଛି ଆପଣଙ୍କ ମନରେ କିଛି? ନାଇଁ, ତାଙ୍କ ମନରେ ନେଉ ସେ ଆମେ ସେତେବେଳେ ଆମର ଭିଜିଟର୍ସ କି ସେତେବେଳେ ତାଙ୍କ ରୁମ୍‌କୁ ଆସିନଥିଲେ। ଭିଜିଟର୍ସ ଆସିଲେ ଆମକୁ ଜଣାପଡ଼ିବ, ଆମକୁ ସେ ପରମିସନ୍ ନେଇକି ଯିବେ। ଭିଜିଟର୍ସ କେହି ଆସିନଥିଲେ। ଯେମିତି ପୁରୀର ଜଣେ ମହିଳା ବି ତାଙ୍କ ସହିତ ମିଶିକି ଥିଲେ, ତାଙ୍କ ସାଙ୍ଗ ପ୍ରିୟଙ୍କା, ସେ ବି ଆସିଥିବେ ଏଇଠି? ନା କିଏ ବି ଆମେ ପ୍ରିୟଙ୍କା ବୋଲି ସେତେବେଳେ ଜାଣିନଥିଲୁ। ଏବେ ପ୍ରିୟଙ୍କା ଜାଣିଛୁ କି ଯିଏ ବି ହଉ, କିନ୍ତୁ ସେତେବେଳେ ତାଙ୍କୁ କୌଣସି ଭିଜିଟର୍ସ ଆସିକି ତାଙ୍କ ରୁମ୍‌ରେ ମିଟ୍ କରିନଥିଲେ। ସେ ବହୁତ ଅଳ୍ପ ସମୟ ରୁମ୍‌ରେ ରହୁଥିଲେ। ସେ ରୁମ୍‌ରେ ରହି ଜଷ୍ଟ ଫ୍ରେଶ୍ ଫ୍ରାଶ୍ ହେଇକି ବାହାରକୁ ପଳଉଥିଲେ ବୋଲି ଆମେ ଯେମିତି ଶୁଣିଲୁ ତାଙ୍କ ସହିତ ତାଙ୍କ ମା ବି ବୃଦ୍ଧ ମହିଳା ଜଣେ ଆସିଥିଲେ। କ'ଣ କହିବେ ତାଙ୍କୁ ନେଇକି? ସିଏ କିଏ ତାଙ୍କ ମା ହିଁ ଥିଲେ? ସେଟା ଆମେ ଜାଣିନୁ କିନ୍ତୁ ତାଙ୍କ ସାଙ୍ଗରେ ଜଣେ ଓଲ୍ଡ ଏଜ୍ ଲେଡିଜ୍ ଥିଲେ। ଏତେ ସବୁ ଘଟଣା ଘଟିଗଲା ପରେ ହଠାତ୍ ଆପଣଙ୍କ ହୋଟେଲରେ ସେ ଆସିକି ରହିଥିଲେ, କେମିତି ଅନୁଭବ କରୁଥିଲେ? ସେଟା ଗୋଟେ ସକିଂ ଲାଗିଲା ଆମକୁ ଯେ ଆମର ଏଠି ପୁରୀ ଆଉ ଓଡ଼ିଶା ଭଳି ଏତେ ଶାନ୍ତିପୂର୍ଣ୍ଣ ଜାଗାରେ ଏଭଳି ଗୋଟେ ଡିଷ୍ଟର୍ବାନ୍ସ ଯଦି କିଏ କ୍ରିଏଟ୍ କରିବାକୁ ଆସିବ, ଆମକୁ ନିଜକୁ ବହୁତ ଖରାପ ଲାଗିଲା। କିନ୍ତୁ ଆମେ ଆପଣମାନଙ୍କୁ ଏବଂ ଆମର ପୋଲିସ ଭାଇମାନଙ୍କୁ ତ ଆମେ ଆମ ଅନୁଯାୟୀ ଆମେ ସାହାଯ୍ୟ ସହଯୋଗ ଯେତେ ଦୂର ସାହାଯ୍ୟ ସହଯୋଗ କରିବା ଦରକାର ଆମେ କରିବୁ। ଫୁଲବାଉ ଗାଁରେ ଗୋଟେ ଘଟଣାଟି ଘଟିଗଲା, ତା ସହିତ ପୁଣି ଆଉଥରେ ଏତେ ସବୁ ହେଉଛି, ତ ମନରେ ଗୋଟେ ଡର ତ ଗୋଟେ ରହୁଥିବ। ନିଶ୍ଚୟ ଡର ତ ରହିବ କିଛିଟା। ଏସବୁ ଜିନିଷ ଆମେ ବେଲଗାମରେ ଯେଉଁ ହେଲା, ଆମେ ତ ସେଠି ନଥିଲୁ, କିନ୍ତୁ ଯେଉଁ ନ୍ୟୁଜ୍‌ରେ ଶୁଣିଲୁ ଆମକୁ ଟିକେ ଖରାପ ଲାଗେ। ଡର ଲାଗିବ, ଯେମିତି ଆମର ସେଇ ଜିନିଷଟା ଆମ ପୁରୀରେ କି ଓଡ଼ିଶାରେ ଏଇ ଜିନିଷ ରିପିଟ୍ ନ ହଉ।